ତ ବର୍ତ୍ତମାନ ଟାଇମ୍‌ରେ ବହୁତ ଜଲ୍ଦି ଦଶମ ରେଜଲ୍ଟ ଆସିବାକୁ ଯାଉଛି। ତ ମୁଁ ଏଇ ଭିଡ଼ିଓରେ କହିବି ତମେ କେମିତି ଦଶମ ରେଜଲ୍ଟ ଚେକ୍ କରିପାରିବ। ଖାଲି ନାଁ ମାରିଦେଲେ ରେଜଲ୍ଟ ପଳେଇଆସିବ। ତ ବହୁତ ଇମ୍ପୋର୍ଟାଣ୍ଟ ଭିଡ଼ିଓ। ତମେ ଯାହାର ବି ରେଜଲ୍ଟ ପାଇବାକୁ ଦେଖିବାକୁ ଚାହୁଁଛ ତାର ମଧ୍ୟ ରେଜଲ୍ଟ ମଧ୍ୟ ଦେଖିପାରିବ କେବଳ ନାଁ ମାଧ୍ୟମରେ। ସବୁକିଛି ଡିଟେଲ୍ସ ମଧ୍ୟ କହିଦେବି ଏଇ ଭିଡ଼ିଓ ମାଧ୍ୟମରେ। ତ ବିନା ସ୍କିପ୍ ଭିଡ଼ିଓ ଦେଖ। ଭିଡ଼ିଓ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖ। ତମେ ଯଦି ବର୍ତ୍ତମାନ ଆମ ଚ୍ୟାନେଲକୁ ନୂଆ ଅଛ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲରେ କ୍ଲିକ୍ କର। ବର୍ତ୍ତମାନ ମୁଁ 10th ରେଜଲ୍ଟ ବିଷୟରେ ମୁଁ ତୁମକୁ ବର୍ତ୍ତମାନ ଅପଡ଼େଟ୍ ଦେଉଛି। ବହୁତ ଜଲ୍ଦି 2-3 ଦିନ ଭିତରେ ତୁମର ଦଶମ ରେଜଲ୍ଟ ଆସିଯିବ। ତ କେମିତି ଚେକ୍ କରିବ? କେବଳ ନାଁ ମାରିଦେଲେ ମଧ୍ୟ ତୁମ ରେଜଲ୍ଟ ମଧ୍ୟ ଆସିଯିବ। ସପୋଜ୍ ତୁମ ନାଁ ରାମ ଦାସ ମାରିଦେଲେ ରେଜଲ୍ଟ ପଳେଇଆସିବ। ତମେ ଏଇ ଭିଡ଼ିଓ ହେଲ୍ପଫୁଲ୍ ହେବ କେଉଁମାନଙ୍କ ପାଇଁ ନା ଯେଉଁମାନଙ୍କର ରିଲେଟିଭ୍ ପଢ଼ୁଥିବା ଦଶମରେ ତାଙ୍କ ଭଲ ନାଁ ଯଦି ତୁମେ ଜାଣିଥିବ ଆରାମସେ ତୁମେ ତାଙ୍କ ରେଜଲ୍ଟ ମଧ୍ୟ ଦେଖିପାରିବ। ତ କେମିତି ଦେଖିବ ଚାଲନ୍ତୁ ଏଇ ଭିଡ଼ିଓ ମାଧ୍ୟମରେ କହିଦେବି। ସମସ୍ତଙ୍କ ପାଖରେ ଗୁଗୁଲ୍ କ୍ରୋମ୍ ଥିବ। ଓପନ୍ କରିବ, ସର୍ଚ୍ଚ କରିବ ଇଣ୍ଡିଆ ରେଜଲ୍ଟ। ଓକେ, ତ ଇଣ୍ଡିଆ ରେଜଲ୍ଟ ସର୍ଚ୍ଚ କରିଦେବ। ଓପନ୍ କରିବ, ଫାଷ୍ଟ ଅପସନ୍ ସାଇଟ୍ ଇଣ୍ଡିଆ ରେଜଲ୍ଟ ଓପନ୍ କରିଦେଲ। ଓପନ୍ କରିସାରିଲା ପରେ ତୁମର ଯେଉଁ ଷ୍ଟେଟ୍ ସିଲେକ୍ଟ କରିବ। ଆମର ଓଡ଼ିଶା, ସମସ୍ତେ ଓଡ଼ିଆ, ଭାରି ବଢ଼ିଆ। ଓଡ଼ିଶା ଷ୍ଟେଟ୍ ସିଲେକ୍ଟ କରିଦେବ। ସିଲେକ୍ଟ କରିସାରିଲା ପରେ ଏଇଠି ତୁମକୁ ଯେତେଟା ଏକ୍ଜାମ୍ ସବୁ ସିଲେକ୍ଟ କରିବ, ଠିକ୍ ଅଛି। ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା, ତାପରେ କ୍ଲିକ୍ କରିଦେଲି ହେଲା, କଟ୍ କରିଦେଲି। ତୁମେ ଦେଖିପାରୁଥିବ ହେଲା ଇନଫର୍ମେସନ୍ ଏବାଉଟ୍ ଆନୁଆଲ୍ SSC ଏକ୍ଜାମିନେସନ୍ ରେଜଲ୍ଟ 2024। ମାନେ ଆଜି ହେଉଛି 16 ତାରିଖ, ହେଇଥିଲା କି 18 ତାରିଖରେ ବହୁତ ଶୀଘ୍ର ରେଜଲ୍ଟ ବାହାରିବାର ବହୁତ ସମ୍ଭାବନା ରହୁଛି, ଠିକ୍ ଅଛି। ତ ରେଜଲ୍ଟ ଆସିଲେ ଏଇଠି ଲିଙ୍କ୍ କ୍ଲିକ୍ ହେବାର ଉପରେ ଆସିଯିବ। କ୍ଲିକ୍ ହେବାର ଉପରେ କ୍ଲିକ୍ କରିବ। ରୋଲ୍ ନମ୍ବର ଦେଇକି ତୁମ ରେଜଲ୍ଟ ଦେଖିପାରିବ। ନହେଲେ ଅରେ ନେମ୍ ଲେଖା ହେଇଥିବ, ନେମ୍ ଦେଇକି ମଧ୍ୟ ରେଜଲ୍ଟ ମଧ୍ୟ ଚେକ୍ କରିପାରିବ। ଫାଷ୍ଟ କରିକି ତ ମୁଁ ଦେଖିଦେଉଛି ଯେ ଯେଉଁଦିନ ରେଜଲ୍ଟ ବାହାରିବ ଏଇଠି ଲେଖା ହେଇଥିବ କ୍ଲିକ୍ ହିଅର୍, ଠିକ୍ ଅଛି। ଦଶମ ରେଜଲ୍ଟ କ୍ଲିକ୍ ହିଅର୍, ଠିକ୍ ଅଛି। ତାପରେ କ୍ଲିକ୍ କରିଦେବ, ଆସିଯିବ। ଓକେ, କେମିତି ଆସିବ ତା ମଧ୍ୟ ମୁଁ ଦେଖାଇ ଦେଉଛି। ଓକେ, ଏମିତି ଆସିଯିବ। କେବଳ ରୋଲ୍ ନମ୍ବର ମାରିଦେଲେ ରେଜଲ୍ଟ ଦେଖିପାରିବ, ନହେଲେ ନାଁ ମାରିଦେଲେ ମଧ୍ୟ ରେଜଲ୍ଟ ମଧ୍ୟ ଦେଖିପାରିବ। ତ ମୋତେ ରେଜଲ୍ଟ ବହୁତ ଜଲ୍ଦି ଯେତେବେଳେ ବି ରେଜଲ୍ଟ ପଳେଇଯିବ ଫାଷ୍ଟ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାଅ। ଯେତେବେଳେ ବି ରେଜଲ୍ଟ ଆସିବ ମୁଁ ତୁମକୁ ସାଙ୍ଗେ ଭିଡ଼ିଓ ମଧ୍ୟ ପ୍ରୋଭାଇଡ଼ କରିବି। ତ ରହୁଛି ଦେଖ ନେକ୍ସଟ ଭିଡ଼ିଓ, ସେଥିପାଇଁ ଜୟ ଜଗନ୍ନାଥ।